ଓଡ଼ିଶାର ସଂସ୍କୃତି ଓ ପରିବର୍ତ୍ତିତ ଜୀବନଶୈଳୀ। ଅନନ୍ୟ କଳାର ଦେଶ ଉତ୍କଳ। ଉତ୍କର୍ଷ କଳା ସହ ସମୃଦ୍ଧ ଏହାର ଇତିହାସ, ଭାଷା, ସଂସ୍କୃତି ଓ ସଂହତିର ନିଆରା ପରିଚୟ ଏହି ଓଡ଼ିଶା ରାଜ୍ୟ। ଆମ ଓଡ଼ିଶାର ସଂସ୍କୃତି ମହାନ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ। ଓଡ଼ିଶା ଆପଣାର ସ୍ୱତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଛି। ଉତ୍କଳର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ଐତିହାସିକ ଘଟଣାବଳୀ। ବ୍ୟକ୍ତିଗତ ସ୍ୱାର୍ଥକୁ ସମୂହ ସ୍ୱାର୍ଥ ପାଇଁ ଅକାତରରେ ବଳି ଦେବା ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ। ଧର୍ମପଦ କାହାଣୀ ତାହାର ଏକ ଉଜ୍ଜ୍ୱଳ ଉଦାହରଣ। ଓଡ଼ିଶାର ସଂସ୍କୃତି ଓ ଲୋକାଚାରରେ ପର୍ବପର୍ବାଣୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ଆନନ୍ଦ ଉତ୍ସବ ପ୍ରିୟ ଓଡ଼ିଆମାନେ ବର୍ଷର ବିଭିନ୍ନ ସ୍ଥାନରେ ନାନା ପ୍ରକାର ଓଷା ବ୍ରତ ପାଳନ କରି ଜାତୀୟ ସଂହତି ଓ ଏକତାର ପ୍ରମାଣ ଦିଅନ୍ତି। ସମଗ୍ର ବିଶ୍ୱକୁ ଏହି ସଂସ୍କୃତି ଦେଇଛି ଶାନ୍ତି, ସମତା ଓ ଭ୍ରାତୃତ୍ୱର ଦିଗ୍ଦର୍ଶନ। ମନ୍ଦିର ଦେହରେ ଖୋଦିତ ମୂର୍ତ୍ତି ଓ ବିଭିନ୍ନ ଚିତ୍ରକଳା ଏ ଜାତିର କଳା ଚାତୁରୀର ନିଦର୍ଶନ। ଭାସ୍କର୍ଯ୍ୟ ପରି ଓଡ଼ିଶାର କାରୁଶିଳ୍ପ ମଧ୍ୟ ଅତି ଉଚ୍ଚକୋଟୀର। ଓଡ଼ିଆ ଭାଷାରେ ପ୍ରଚଳିତ ବହୁ ଢଗଢମାଳି ଓ ଲୋକଗଳ୍ପ ମଧ୍ୟ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ସମ୍ପଦ। ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ, ଛଉ, ଦଣ୍ଡ, ପାଇକ, ରଣପା, ଗୋଟିପୁଅ ଲୋକନୃତ୍ୟ ଜୀବନର ସରସ ସୁନ୍ଦର କରିଥାଏ। ପାଲା, ଦାସକାଠିଆ, ଯାତ୍ରା, ରାସଲୀଳା ଆଦି ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତି କରିଛି। ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭବ। ବର୍ତ୍ତମାନ ପରିବର୍ତ୍ତିତ ସମାଜରେ ଓଡ଼ିଶା ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ନାନା ପରିବର୍ତ୍ତନ ଘଟିଛି। ପୂର୍ବ ଭଳି ସେହି ପର୍ବପର୍ବାଣୀ ନାହିଁ କି ଏକତା ନାହିଁ। ଲୋକକଳା, ଲୋକନୃତ୍ୟ ସତେ ଯେପରି ପୂରା ଲୋପ ହୋଇଗଲାଣି। ସଂସ୍କୃତି ଓ ପରମ୍ପରାରେ ଅନେକ ପରିବର୍ତ୍ତନ ଦେଖାଗଲାଣି। ଏହି ପରିବର୍ତ୍ତନର ପ୍ରଭାବକୁ ରୋକି ସଂସ୍କୃତି ଓ ପରମ୍ପରା ବିକାଶ ପଥରେ ଅଗ୍ରସର ହେଲେ ଆମେ ଆମର ସୁନ୍ଦର ଓଡ଼ିଶାବର୍ଷ ବଜାୟ ରଖିପାରିବା। ଏହାର ବିକାଶ ଆମର ମୂଳ ଲକ୍ଷ୍ୟ ହେବା ଉଚିତ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।